କହିଲ ସମସ୍ତେ ପାଠ ସବୁ ପଢିଥିଲେ ନାଇଁ ଆଜି ଆମେ କ'ଣ ଶିଖିବା ଗୋଟିଏ ଗପ ଶିଖିବା କ'ଣ ଶିଖିବା ଗପ ଗୋଟେ ଗପ ତମମାନେ ଜାଣିଛ ନାଇଁ ଆଜି ମୁଁ ଗୋଟେ ତୁମମାନଙ୍କୁ ନୂଆ ଗପଟିଏ ଗୋଟେ କହିବି ହେଲା ସେଇ ଶେଷରେ ମୁଁ ପଚାରିବି ଗପରେ ଆମେ କ'ଣ ଶିଖିଲେ ଠିକ୍ ଅଛି ଗପଟି ମନ ଦେଇକି ସମସ୍ତେ ଶୁଣିବ କ'ଣ ହେଲା ଜଙ୍ଗଲରେ ବା ବଣରେ କିଏ ରୁହେ ଠେକୁଆଟିଏ ଥିଲା ନାଇଁ ପାଣି ଭିତରେ କିଏ ରୁହେ କଇଁଛଟିଏ ଥିଲା ଦିନେ ଠେକୁଆ ଆଉ କଇଁଛ ରାସ୍ତାରେ ଯାଉଥିଲେ ନାଇଁ ଦୁଇ ଜଣଙ୍କର ଦେଖା ହେଲା ଦୁଇ ଜଣଙ୍କର ଦେଖା ହେଲାରୁ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ହେଲା ଦୁଇ ଜଣ କଥାବାର୍ତ୍ତା ହେଲାରୁ କଇଁଛ କହିଲା ମୁଁ ବଡ଼ ଠେକୁଆ କହିଲା ମୁଁ ବଡ଼ ଦୁଇ ଜଣ ପ୍ରତିଯୋଗିତା ହେଲା ସେଠି କିଏ ଥିଲା ନା ଆସି ଦୁଇ ଜଣ କଳିଗଜ ଲାଗିଥାଏ ଆସି ପହଞ୍ଚିଲା କିଏ ମାଙ୍କଡ଼ ଆସି ପହଞ୍ଚିଲା ଠିକ୍ ଅଛି ମାଙ୍କଡ଼ ଆସି ସେଠାରେ ପହଞ୍ଚିଲା ଦୁଇ ଜଣଙ୍କର କଳିଗଜ ଲାଗିଥାଏ ସେମାନଙ୍କୁ ପଚାରିଲା କ'ଣ ହେଲା ତମମାନଙ୍କର କଳିଗଜ କ'ଣ ପାଇଁ ଲାଗିଛି ଠେକୁଆ କହିଲା ମୁଁ ବଡ଼ କଇଁଛ କହିଲା ମୁଁ ବଡ଼ ମାଙ୍କଡ଼ କହିଲା ଠିକ୍ ଅଛି ମୁଁ ତମମାନଙ୍କର ଗୋଟିଏ କ'ଣ ପ୍ରତିଯୋଗିତା କରିବି ସେଇ ପ୍ରତିଯୋଗିତାରେ ଯିଏ ପ୍ରଥମ ହେବ ବା ଜିତିବ ସେ ହେଲା ବଡ଼ ପ୍ରତିଯୋଗିତାଟି କ'ଣ ହେଲା ନା ଦୌଡ଼ିବା ପ୍ରତିଯୋଗିତା ମାଙ୍କଡ଼ କହିଲା ଯେ ଏଇଠି ସମସ୍ତେ ତୁମେମାନେ ଛିଡ଼ା ହୁଅ ସେଇଠି ଗୋଟେ ପତାକା ଦୂରରେ ଗୋଟେ ପତାକା ଗାଁର ଶେଷ ମଥାରେ ଗୋଟେ ପତାକା କ'ଣ ଲଗେଇ ଦିଆଗଲା ସେଇଠି କ'ଣ କହିଲା ମାଙ୍କଡ଼ କହିଲା ତୁମମାନେ ଏଇଠି ରହିବ ଯିଏ ଯାଇକି ସେ ପତାକାକୁ କ'ଣ ଯାଇ ଆଗ ଛୁଇଁବ ସିଏ ପ୍ରଥମ ହେବ କଇଁଛ ଜୋରକି ଦୌଡ଼ି ପାରେ ନା କଇଁଛ କ'ଣ କରେ ଧୀରେ ଧୀରେ ଚାଲେ ଠେକୁଆ କ'ଣ କରେ ଢେଇ ଦୌଡ଼ି ଶୀଘ୍ର ଯାଇପାରିବ କଇଁଛ କ'ଣ କଲା କଇଁଛ ଠେକୁଆ ଭିତରେ ଦୌଡ଼ ହେଲା ଠେକୁଆ ଦୌଡ଼ି ବହୁତ ଦୂରକୁ ଚାଲିଗଲା ପଛକୁ ଚାହିଁଲା ବେଳକୁ କଇଁଛ ଧୀରେ ଧୀରେ ଆସୁଛି ସେ ଭାବିଲା କଇଁଛ ତ ବହୁତ ଦୂରରେ ଅଛି ମୁଁ ବହୁତ ଆଗରେ ଅଛି ନାଇଁ ମୁଁ ଅଳ୍ପ ଆଉ ବାଟ ଗଲେ ପତାକାଟିକୁ ଛୁଇଁ ପାରିବି ତେଣୁ ମୁଁ ଜିତି ପାରିବି ଠିକ୍ ଅଛି ସେ ଧୀରେ ଧୀରେ ଆସୁଛି ମୁଁ ଏଇଠି ଗଛ ମୂଳେ ଟିକେ ବିଶ୍ରାମ ନେଇନିଏ ମୁଁ ଟିକେ ଏଇଠି ଶୋଇପଡ଼ିଲେ ମୁଁ ଯାଇ ପତାକାଟାକୁ ଛୁଇଁବି ଠେକୁଆ ଯେ ଗଛ ମୂଳରେ ଶୋଇଥିଲା ଶୋଇ ତାର ନିଦ ଜୋର ଲାଗିଯାଇଛି ତାକୁ ନିଦ ହେଇଛି କଇଁଛ ଯେ ଧୀରେ ଆସୁଥିଲା ତାକୁ ପାର କରି ଯାଇକି କ'ଣ କେଉଁଠି ପହଞ୍ଚିଲା ପତାକା ପାଖରେ ପହଞ୍ଚିଗଲା ପତାକାକୁ ସେ ଛୁଇଁ ଦେଲା କାରଣ ଠେକୁଆ ଯେତେବେଳେ ନିଦ ଭାଙ୍ଗିଲା ଦେଖିଲା ବେଳକୁ କ'ଣ ହେଇଛି ପଛକୁ ଚାହିଁଲା ବେଳକୁ କଇଁଛ ନାହିଁ କଇଁଛ କେଉଁଠି ପତାକା ପାଖରେ ଯାଇ ଛିଡ଼ା ହେଇଛି ଏଠି କିଏ ଜିତିଲା କଇଁଛ ଜିତିଲା ସେଠି ମାଙ୍କଡ଼ କ'ଣ କହିଲା ଏଠାରେ କଇଁଛ ବଡ଼ ହେଇଗଲା ନାଇଁ ସେ ଜିତିଲା ପ୍ରଥମେ ସେ ବଡ଼ ହେଲା ଠେକୁଆ କ'ଣ ହେଲା ହାରିଗଲା କ'ଣ ପାଇଁ ଠେକୁଆ ହାରିଗଲା ସେ ତ ପ୍ରଥମେ ଆସୁଥିଲା କ'ଣ ପାଇଁ ସିଏ ବିଶ୍ରାମ ନେଲା ଅଳସୁଆ ହେଇଗଲା ନାଇଁ ତାର ଲକ୍ଷ୍ୟ ସ୍ଥଳରେ ସେ ପହଞ୍ଚି ପାରିଲା ନାହିଁ ତାହେଲେ ଆମର ଏ ଗପରୁ କ'ଣ ଶିଖିଲେ କହିଲେ ପିଲାମାନେ ଗୋଟିଏ କାର୍ଯ୍ୟ କରିବାକୁ ହେଲେ ଆମକୁ କ'ଣ ଅଳସୁଆ ହେବା ନାହିଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ ଏବଂ ଧୀରେ କାର୍ଯ୍ୟଟିକୁ ସଫଳ କରିବା ଆମେ ଜୋରସେ ଦୌଡ଼ି ଚାଲିଯିବା ଧଇଁ ସଇଁ ଲାଗିବ ବସି ପଡ଼ିବା ଯଦି ଆମେ ଧୀରେ ଯିବା କାର୍ଯ୍ୟଟିକୁ କରିପାରିବା ନାହିଁ ତାହେଲେ ଆମର ଏ ଗପରେ କ'ଣ ଶିଖିଲେ କୌଣସି କାମ କରିଲେ ଆମେ ଅଳସୁଆ ହେବା ନାହିଁ ଆଉ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଧୀରେ ଆମେ କାର୍ଯ୍ୟଟିକୁ କରିବା ଏ ଗପଟି ଭଲ ଲାଗିଲା ନାଇଁ ଠିକ୍ ଅଛି ଏ ଗପଟି ମୁଁ ପୁଣି ଥରେ ଶୁଣ ଆଗ କ୍ଲାସରେ ପଚାରିବି କିଏ ଶିଖିକି ଆସିଛ ମୁଁ ଦେଖିକି ପଚାରିବି ହଉ ଠିକ୍